जून 6, 2025 प्रातः मुरली। ओम शांति। मिठे बच्चे भविष्यତରେ ଉଚ୍ଚ କୂଳରେ ଜନ୍ମ ନେବାର ଆଧାର ହେଉଛି ପାଠପଢ଼ା। ଏହି ପାଠପଢ଼ା ଦ୍ୱାରା ହିଁ ତୁମେ ଭିକାରୀରୁ ରାଜକୁମାର ହୋଇପାରିବ। ଆଜିର ପ୍ରଶ୍ନଟି ହେଲା ଗୋଲ୍ଡେନ୍ ପ୍ଲାନ୍ ଇନ୍ ମାଉଥ୍ ଅର୍ଥାତ୍ ମୁଖରେ ସୁନା ଚାମଚ ଦୁଇ ପ୍ରକାରର ପ୍ରାପ୍ତ ହୋଇପାରିବ କି? ଉତ୍ତରଟି ହେଲା ପ୍ରଥମରେ ଭକ୍ତି ମାର୍ଗରେ ଦାନ ପୁଣ୍ୟ କରିବା ଦ୍ୱାରା, ଦ୍ୱିତୀୟରେ ଜ୍ଞାନ ମାର୍ଗରେ ପାଠ ପଢ଼ା ଦ୍ୱାରା। ଭକ୍ତିରେ ଦାନ ପୁଣ୍ୟ କରିବା ଦ୍ୱାରା ରାଜା କିମ୍ବା ସାହୁକାରଙ୍କ ପାଖରେ ଜନ୍ମ ନେଇଥାନ୍ତି, କିନ୍ତୁ ତାହା ହେଉଛି ଅଳ୍ପ ସମୟ ପାଇଁ, ଅର୍ଥାତ୍ ଗୋଟିଏ ଜନ୍ମ ପାଇଁ। ତୁମେମାନେ ଜ୍ଞାନ ମାର୍ଗରେ ପାଠପଢ଼ା ଦ୍ୱାରା ଗୋଲ୍ଡେନ୍ ସ୍ପୁନ୍ ଇନ୍ ମାଉଥ୍ ଅର୍ଥାତ୍ ରାଜା ଘରେ ଜନ୍ମ ନେଉଛ। ଏହା ହେଉଛି ବେହଦ ଅର୍ଥାତ୍ ଅନେକ ଜନ୍ମ ପାଇଁ, କିନ୍ତୁ ଭକ୍ତିରେ ପାଠ ପଢ଼ା ଦ୍ୱାରା ରାଜତ୍ୱ ମିଳିନଥାଏ। ଏଠାରେ ଯିଏ ଯେତେ ଭଲ ଭାବରେ ପଢ଼ିଥାନ୍ତି ସେତେ ଉଚ୍ଚ ପଦ ପାଇଥାନ୍ତି। ଓମ୍ ଶାନ୍ତି। ଅତି ସ୍ନେହୀ ବିଚ୍ଛେଦ ହୋଇ ପୁନଃ ମିଳିଥିବା ସନ୍ତାନମାନଙ୍କୁ ରୁହାନୀ ବାପା ବସି ବୁଝାଉଛନ୍ତି। ଏହାକୁ କୁହାଯାଏ ରୁହାନୀ ଜ୍ଞାନ। ବାବା ଆସି ଭାରତବାସୀ ସନ୍ତାନମାନଙ୍କୁ ବୁଝାଉଛନ୍ତି, କହୁଛନ୍ତି ନିଜକୁ ଆତ୍ମା ଭାବ ଏବଂ ବାବାଙ୍କୁ ମନେ ପକାଅ। ବାବା ବିଶେଷ କରି ଏହି ଆଦେଶ ଦେଉଛନ୍ତି, ତେଣୁ ତାହା ମାନିବା ଉଚିତ ନା? ଉଚ୍ଚରୁ ଉଚ୍ଚ ବାବାଙ୍କର ଶ୍ରୀମତ ପ୍ରସିଦ୍ଧ ଅଟେ। ଏ କଥା ମଧ୍ୟ ତୁମମାନଙ୍କୁ ଜଣାଅଛି ଯେ କେବଳ ଶିବ ବାବାଙ୍କୁ ହିଁ ଶ୍ରୀ ଶ୍ରୀ କୁହାଯାଇପାରିବ। ସିଏ ହିଁ ଶ୍ରୀ ଶ୍ରୀ କହୁଛନ୍ତି। ଶ୍ରୀ ଅର୍ଥାତ୍ ଶ୍ରେଷ୍ଠ। ତୁମମାନଙ୍କୁ ଏବେ ଜଣାପଡ଼ୁଛି ଯେ ବାବା ଏମାନଙ୍କୁ ଏପରି ଶ୍ରେଷ୍ଠ କରିଛନ୍ତି। ଆମେ ଏବେ ନୂଆ ଦୁନିଆ ପାଇଁ ପଢ଼ୁଛୁ। ନୂଆ ଦୁନିଆର ନାମ ହେଉଛି ସ୍ୱର୍ଗ, ଅମରପୁରୀ। ମହିମା କରିବା ପାଇଁ ନାମ ବହୁତ ରହିଛି। ସ୍ୱର୍ଗ ଏବଂ ନର୍କ କହିଥାନ୍ତି ନା, ଅମୁକ ସ୍ୱର୍ଗବାସୀ ହେଲା ଅର୍ଥାତ୍ ନର୍କବାସୀ ଥିଲା ନା। କିନ୍ତୁ ମନୁଷ୍ୟମାନଙ୍କ ଭିତରେ ଏବେ ଜ୍ଞାନ ନାହିଁ। ସ୍ୱର୍ଗ ନର୍କ, ନୂଆ ଦୁନିଆ ପୁରୁଣା ଦୁନିଆକୁ କାହାକୁ କୁହାଯାଉଛି କିଛି ବି ଜାଣିନାହାନ୍ତି। ବାହାର କେତେ ଆକର୍ଷଣ ରହିଛି। ତୁମମାନଙ୍କ ମଧ୍ୟରେ ବି ଅଳ୍ପ କେତେ ଜଣ ଅଛନ୍ତି ଯିଏକି ବୁଝୁଛନ୍ତି ଯେ ବାସ୍ତବରେ ଆମକୁ ବାବା ପଢ଼ାଉଛନ୍ତି। ଆମେ ଏହି ଲକ୍ଷ୍ମୀନାରାୟଣ ହେବା ପାଇଁ ଆସିଛୁ। ଆମେ ଭିକାରୀରୁ ରାଜକୁମାର ହେବୁ। ପ୍ରଥମେ ଆମେ ଯାଇ ରାଜକୁମାର ହେବୁ। ଏହା ହେଉଛି ପାଠପଢ଼ା। ଯେପରି ବାରିଷ୍ଟର, ଇଞ୍ଜିନିୟରିଂ ଆଦି ପଢ଼ିଲେ ବୁଦ୍ଧିରେ ରହିଥାଏ ଯେ ମୁଁ ଘର କରିବି, ପୁଣି ଏଇଆ କରିବି। ପ୍ରତ୍ୟେକଙ୍କୁ ନିଜର କର୍ତ୍ତବ୍ୟ ସ୍ମୃତିରେ ଆସିଥାଏ। ଏହି ପାଠପଢ଼ା ଦ୍ୱାରା ତୁମକୁ ଯାଇ ବହୁତ ଉଚ୍ଚ ଘରେ ଜନ୍ମ ନେବାକୁ ହେବ। ତେଣୁ ଯିଏ ଯେତେ ଅଧିକ ପଢ଼ିବ ସିଏ ସେତେ ଉଚ୍ଚ ଘରେ ଜନ୍ମ ନେବ। ରାଜା ଘରେ ଜନ୍ମ ନେଇ ରାଜତ୍ୱ କରିବ। ଗାୟନ ମଧ୍ୟ ରହିଛି ଗୋଲ୍ଡେନ୍ ସ୍ପୁନ୍ ଇନ୍ ମାଉଥ୍ ଅର୍ଥାତ୍ ମୁଖରେ ସୁନା ଚାମଚ। ପ୍ରଥମତଃ ଜ୍ଞାନ ଦ୍ୱାରା ଏହି ଗୋଲ୍ଡେନ୍ ସ୍ପୁନ୍ ଇନ୍ ମାଉଥ୍ ମିଳିପାରିବ, ଅର୍ଥାତ୍ ରାଜା ଘରେ ଜନ୍ମ ନେଇପାରିବ। ଦ୍ୱିତୀୟରେ ଯଦି ଦାନ ପୁଣ୍ୟ ଭଲ ଭାବରେ କରିବ ତେବେ ମଧ୍ୟ ରାଜାଙ୍କ ପାଖରେ ଜନ୍ମ ମିଳିବ, କିନ୍ତୁ ତାହା ହେଉଛି ଅଳ୍ପ ସମୟ ପାଇଁ, ଅର୍ଥାତ୍ ଗୋଟିଏ ଜନ୍ମ ପାଇଁ। ଆଉ ଏହା ହେଉଛି ଅନେକ ଜନ୍ମ ପାଇଁ। ପ୍ରତ୍ୟେକ କଥାକୁ ଭଲ ଭାବରେ ବୁଝ। କିଛି ବୁଝି ନ ପାରିଲେ ପଚାରିପାର। ନୋଟ୍ କର, ଏହିସବୁ କଥା ବାବାଙ୍କୁ ପଚାରିବି। ମୁଖ୍ୟ ହେଉଛି ବାବାଙ୍କୁ ମନେ ପକାଇବାର କଥା। ଯଦି କୌଣସି ସଂଶୟ ଆଦି ଥିବ ତାକୁ ବାବା ଠିକ୍ କରିଦେବେ। ଏକଥା ମଧ୍ୟ ପିଲାମାନେ ଜାଣିଛନ୍ତି। ଯିଏ ଯେତେ ଭକ୍ତି ମାର୍ଗରେ ଦାନ ପୁଣ୍ୟ କରିଥାନ୍ତି ସେହି ଅନୁସାରେ ସାହୁକାରଙ୍କ ପାଖରେ ଜନ୍ମ ନେଇଥାନ୍ତି। ଯିଏ କୌଣସି ଖରାପ କର୍ମ କରିଥାଏ ପୁଣି ତାକୁ ସେହିପରି ଜନ୍ମ ମିଳିଥାଏ। କାହାର ତ ଏପରି କର୍ମ ବନ୍ଧନ ରହିଛି ଯେ ସେ କଥା ନ କହିଲେ ଭଲ। ଏହା ସବୁ ହେଲା ଅତୀତର କର୍ମ ବନ୍ଧନ। ତେଣୁ କେତେକ ରାଜାମାନେ ମଧ୍ୟ ଏପରି ଅଛନ୍ତି
ଯାହାଙ୍କର କର୍ମବନ୍ଧନ ବହୁତ କଡ଼ା ହୋଇଥାଏ। ଏହି ଲକ୍ଷ୍ମୀନାରାୟଣଙ୍କର ତ କୌଣସି ବନ୍ଧନ ନାହିଁ। ସେଠାରେ ହେଉଛି ଜଗବଳର ରଚନା। ଯେତେବେଳେ କି ଜଗବଳ ଦ୍ୱାରା ଆମେ ବିଶ୍ୱର ରାଜତ୍ୱ ନେଇ ପାରୁଛୁ, ତେବେ କ'ଣ ପିଲା ଜନ୍ମ ହୋଇପାରିବ ନାହିଁ? ପୂର୍ବରୁ ହିଁ ସାକ୍ଷାତକାର ହୋଇଥାଏ। ସେଠାରେ ତ ଏସବୁ ସାଧାରଣ କଥା। ଖୁସିରେ ବାବା ବାଜା ବୁଝୁଥାଏ, ପୁଣି ବୁଢ଼ାର ପୁଣି ପିଲା ହୋଇ ଜନ୍ମ ନେଇଥାନ୍ତି। ମହାତ୍ମାଙ୍କଠାରୁ ପିଲାଙ୍କୁ ଅଧିକ ମାନ ଦିଆଯାଇଥାଏ। କାହିଁକି ନା ମହାତ୍ମାମାନେ ତ ସାରା ଜୀବନକୁ ବିତାଇ ସାରି ବଡ଼ ହୋଇଥାନ୍ତି। ବିକାରର ଜ୍ଞାନ ଅଛି। ଛୋଟ ପିଲା ତ କିଛି ବି ଜାଣିନାହାନ୍ତି। ସେଥିପାଇଁ ଛୋଟ ପିଲାମାନଙ୍କୁ ମହାତ୍ମାମାନଙ୍କ ଠାରୁ ମଧ୍ୟ ଉଚ୍ଚ କୁହାଯାଉଛି। ସେଠାରେ ତ ସମସ୍ତେ ମହାତ୍ମା ଅଟନ୍ତି। ଶ୍ରୀକୃଷ୍ଣଙ୍କୁ ମଧ୍ୟ ମହାତ୍ମା କୁହାଯାଏ। ସିଏ ହେଲେ ସଚ୍ଚା ମହାତ୍ମା। ସତ୍ୟ ଯୁଗରେ ହିଁ ମହାନ ଆତ୍ମାମାନେ ଥାଆନ୍ତି। ସେମାନଙ୍କ ପରି ମହାତ୍ମା ଏଠାରେ କେହି ହୋଇପାରିବେ ନାହିଁ। ତୁମମାନଙ୍କର ଅନ୍ତମର୍ମର ବହୁତ ଖୁସି ରହିବା ଉଚିତ। ଏଠାରେ ଆମେ ନୂଆ ଦୁନିଆରେ ଜନ୍ମ ନେବୁ। ଏହି ପୁରୁଣା ଦୁନିଆ ବିନାଶ ହୋଇଯିବ। ଘର ପୁରୁଣା ହେଲେ ନୂଆ ଘରେ ଖୁସି ରହିଥାଏ। କେତେ ଭଲ ମାର୍ବଲ ଆଦିର ଘର ତିଆରି କରୁଛନ୍ତି। ଜନିମାନଙ୍କର ପାଖରେ ବହୁତ ପଇସା ଥାଏ। ସେମାନେ ନିଜ ଉଚ୍ଚ କୁଳର ବୋଲି ଭାବିଥାନ୍ତି। ବାସ୍ତବରେ ଏଠାରେ କୌଣସି ଉଚ୍ଚ କୁଳ ତ ନାହିଁ। ଉଚ୍ଚ କୂଳରେ ବିବାହ କରିବା ପାଇଁ ଘର ଖୋଜିଥାନ୍ତି। ସେଠାରେ କୂଳ ଆଦିର କୌଣସି କଥା ନଥାଏ। ସେଠାରେ ତ ଏକମାତ୍ର ଦେବତା କୂଳ ଥାଏ, ଅନ୍ୟ କିଛି ନଥାଏ। ଏଥିପାଇଁ ତୁମେ ସଙ୍ଗମରେ ଅଭ୍ୟାସ କରୁଛ ଯେ ଆମେ ଏକମାତ୍ର ପିତାଙ୍କର ସନ୍ତାନ, ସବୁ ଆତ୍ମା ଅଟୁ। ପ୍ରଥମେ ହେଉଛି ଆତ୍ମା, ପରେ ଶରୀର। ଦୁନିଆରେ ସମସ୍ତେ ଦେହ ଅଭିମାନୀ ହୋଇ ରହିଥାନ୍ତି। ତୁମକୁ ଏବେ ଦେହୀ ଅଭିମାନୀ ହେବାକୁ ପଡ଼ିବ। ଘରେ ଗୃହସ୍ଥରେ ନିଜର ଅବସ୍ଥା ମଜବୁତ କରିବାକୁ ହେବ। ବାବାଙ୍କର କେତେ ସନ୍ତାନ ଅଛନ୍ତି, କେତେ ବଡ଼ ଗୃହସ୍ଥୀ ଅଛନ୍ତି, କେତେ ଚିନ୍ତା କରୁଥାନ୍ତି। ୟାଙ୍କୁ ମଧ୍ୟ ମେହନତ କରିବାକୁ ପଡ଼ୁଛି। ମୁଁ କୌଣସି ସନ୍ନ୍ୟାସୀ ନୁହେଁ। ବାବା ୟାଙ୍କ ପାଖରେ ମଧ୍ୟ ପ୍ରବେଶ କରିଥାନ୍ତି। ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କ ଚିତ୍ର ମଧ୍ୟ କରିଛି ରହିଛି ନା। ବ୍ରହ୍ମା ହେଲେ ସବୁଠାରୁ ଉଚ୍ଚ। ତେଣୁ ତାଙ୍କୁ ଛାଡ଼ି ବାବା ଆଉ କାହା ଶରୀରରେ ଆସିବେ? ବ୍ରହ୍ମା କୌଣସି ନୂଆ ଜନ୍ମ ନେଇନଥାନ୍ତି। ଦେଖୁଛ ନା ୟାଙ୍କୁ କିପରି ପୋଷ୍ୟ କରୁଛନ୍ତି। ତୁମେ କିପରି ବ୍ରାହ୍ମଣ ହେଉଛ, ଏଇ କଥାକୁ ତୁମେ ହିଁ ଜାଣୁଛ, ଆଉ କିଏ ଜାଣିବ? କହୁଛନ୍ତି ଇଏ ତ ଅଳଙ୍କାର ବ୍ୟବସାୟୀ ଥିଲେ, ୟାଙ୍କୁ ତୁମେ ବ୍ରହ୍ମା କହୁଛ। ସେମାନଙ୍କୁ ମଧ୍ୟ ଜଣା ଏବେ ବ୍ରାହ୍ମଣ ବ୍ରାହ୍ମଣୀ କିପରି ଜନ୍ମ ନେବେ। ଗୋଟିଏ ଗୋଟିଏ କଥାରେ କେତେ ବୁଝାଇବାକୁ ପଡ଼ୁଛି। ଏହା ବହୁତ ଗୁହ୍ୟ କଥା ଅଟେ। ଏହି ବ୍ରହ୍ମା ହେଲେ ବ୍ୟକ୍ତ ଏବଂ ସେ ସୂକ୍ଷ୍ମଲୋକ ନିବାସୀ। ବ୍ରହ୍ମା ହେଲେ ଅବ୍ୟକ୍ତ। ଇଏ ପବିତ୍ର ହୋଇ ପୁଣି ଅବ୍ୟକ୍ତ ହୋଇଯାଉଛନ୍ତି। ଇଏ କହୁଛନ୍ତି ମୁଁ ବର୍ତ୍ତମାନ ପବିତ୍ର ନୁହେଁ। ଏପରିକି ପବିତ୍ର ହେଉଛି ପ୍ରଜାପିତା, ତ ଏଠାରେ ହେବା ବି ଦରକାର ନା, ନଚେତ୍ କେଉଁଠୁ ଆସିବେ? ବାବା ନିଜେ ବୁଝାଉଛନ୍ତି ମୁଁ ପତିତ ଶରୀରରେ ଆସୁଛି। ନିଶ୍ଚୟ ତାଙ୍କୁ ହିଁ ପ୍ରଜାପିତା କୁହାଯିବ। ସୂକ୍ଷ୍ମ ବତନରେ କୁହାଯିବ ନାହିଁ। ସେଠାରେ ପ୍ରଜା କ'ଣ କରିବେ? ଇଏ ସ୍ୱତନ୍ତ୍ର ଭାବେ ପବିତ୍ର ହୋଇଯାଉଛନ୍ତି। ଯେପରି ଇଏ ବି ପୁରୁଷାର୍ଥ କରୁଛନ୍ତି, ସିଏ ବି ତୁମେ ମଧ୍ୟ ପୁରୁଷାର୍ଥ କରି ସ୍ୱତନ୍ତ୍ର ଭାବରେ ପବିତ୍ର ହୋଇଯାଉଛ। ବିଶ୍ୱର ମାଲିକ ହେଉଛ ନା। ସ୍ୱର୍ଗ ଅଲଗା ଏବଂ ନର୍କ ଅଲଗା। ଏବେ ତ କେତେ ଖଣ୍ଡ ବିଖଣ୍ଡ ହୋଇଯାଉଛନ୍ତି ବା ହୋଇଗଲାଣି। 5000 ବର୍ଷ ପୂର୍ବର କଥା। ଯେବେ କି ଏମାନଙ୍କ ରାଜ୍ୟ ଥିଲା, ସେମାନେ ପୁଣି ଲକ୍ଷ ଲକ୍ଷ ବର୍ଷ କରିଦେଉଛନ୍ତି। ଏହି କଥା ସେହିମାନେ ହିଁ ବୁଝିପାରିବେ ଯେଉଁମାନେ ଅଳ୍ପ ପୂର୍ବରୁ ବୁଝିଥିବେ। ତୁମେ ଦେଖୁଛ ଏଠାକୁ ମୁସଲମାନ, ପାର୍ସୀ ଆଦି ସବୁ ଆସୁଛନ୍ତି। ନିଜେ ମୁସଲମାନ ପୁଣି ହିନ୍ଦୁମାନଙ୍କୁ ଜ୍ଞାନ ଦେଉଛନ୍ତି। ଆଶ୍ଚର୍ଯ୍ୟ ଅଟେ ନା। ଧରିନିଅ କେହି ଶିଖ ଧର୍ମର ଅଟନ୍ତି। ସେ ମଧ୍ୟ ବସି
ରାଜଯୋଗ ଶିଖାଉଛନ୍ତି। ଯେଉଁମାନେ ଅନ୍ୟ ଧର୍ମକୁ ପରିବର୍ତ୍ତନ କରିଦେଉଛନ୍ତି ସେମାନେ ପୁଣି ଦେବତା କୂଳକୁ ଫେରି ଆସିବେ। ବର୍ତ୍ତମାନ ତାର ଲାଗୁଛି ତୁମ ପାଖକୁ ଖ୍ରୀଷ୍ଟିଆନ ପାର୍ସୀ ମଧ୍ୟ ଆସୁଛନ୍ତି, ପୁଣି ବୌଦ୍ଧମାନେ ମଧ୍ୟ ଆସିବେ। ତୁମେ ପିଲାମାନେ ଜାଣିଛ, ଯେତେବେଳେ ସମୟ ନିକଟତର ହେବ ସେତେବେଳେ ଚାରିଆଡ଼େ ଆମର ନାମ ବିଖ୍ୟାତ ହେବ। ତୁମେ ଗୋଟିଏ ଭାଷଣ କଲ, ତୁମ ପାଖକୁ ଢେର ଆସିଯିବେ। ସମସ୍ତଙ୍କର ସ୍ମୃତି ଆସିଯିବ ଯେ ଏହା ହେଉଛି ଆମର ସତ୍ୟ ଧର୍ମ। ଯେଉଁମାନେ ଆମେ ଧର୍ମର ହୋଇଥିବା ସେତେବେଳେ ସମସ୍ତେ ଆସିବ ତ ନିଶ୍ଚୟ ନା। ଲକ୍ଷ ଲକ୍ଷ ବର୍ଷର କଥା ନୁହେଁ। ବାବା ବସି ବୁଝାଉଛନ୍ତି, ତୁମେ ବୋଲି ଦେଖୁଛ ବା ଦେବତା ଥିଲ, ତେବେ ପୁଣି ଦେବତା ହେବା ପାଇଁ ବାବାଙ୍କଠାରୁ ସମ୍ପତ୍ତି ନେଉଛ। ତୁମେ ହେଉଛ ସଚ୍ଚା ପାଣ୍ଡବ ଅର୍ଥାତ୍ ପଣ୍ଡା। ସେମାନେ ହେଲେ ଶାରୀରିକ ପଣ୍ଡା। ତୁମେ ବ୍ରାହ୍ମଣ ହେଉଛ ଆତ୍ମିକ ପଣ୍ଡା। ତୁମେ ଏବେ ବେହଦ ବାବାଙ୍କ ନିକଟରେ ପାଠ ପଢ଼ୁଛ। ଏହି ନିଶା ତୁମର ବହୁତ ରହିବା ଉଚିତ। ଆମେ ବାବାଙ୍କ ନିକଟକୁ ଯାଉଛୁ, ଯାହାଙ୍କଠାରୁ ବେହଦର ବର୍ଷା ମିଳୁଛି। ସେ ଆମର ପିତା, ଶିକ୍ଷକ ମଧ୍ୟ ଅଟନ୍ତି। ଏଥିରେ କୌଣସି ଟେବୁଲ ଚେୟାରର ଆବଶ୍ୟକତା ନାହିଁ। ଏସବୁ ତୁମେ ଲେଖୁଛ, ତାହା ମଧ୍ୟ ସ୍ୱୀକାର, ପୁରୁଷାର୍ଥ ମଧ୍ୟ କରୁଛ। ବାସ୍ତବରେ ଏହା ବୁଝିବାର କଥା। ତୁମକୁ ପତ୍ର ଲେଖିବା ପାଇଁ ପେନସିଲ ଇତ୍ୟାଦି ଧରିବାକୁ ପଡ଼ୁଛି। ପିଲାମାନେ ବୁଝିବେ ଶିବ ବାବାଙ୍କର ଲାଲ ଅକ୍ଷରର ଚିଠି ଆସିଛି। ବାବା ଲେଖୁଛନ୍ତି, ରୁହାନୀ ସନ୍ତାନମାନେ। ପିଲାମାନେ ମଧ୍ୟ ବୁଝାଉଛନ୍ତି, ରୁହାନୀ ବାବା ସେ ସର୍ବୋଚ୍ଚ ଅଟନ୍ତି, ତାଙ୍କ ମତରେ ହିଁ ଚାଲିବାକୁ ହେବ। ବାବା କହୁଛନ୍ତି, କାମ ବିକାରର ମହାଶତ୍ରୁ ଅଟେ। ଏହା ଆଦି ମଧ୍ୟ ଅନ୍ତ ଦୁଃଖରେ ହୋଇଥାଏ। ସେହି ଭୂତର ବଶୀଭୂତ ହୁଏ ନାହିଁ, ପବିତ୍ର ହୁଏ। ଡାକୁଛନ୍ତି ମଧ୍ୟ, ହେ ପତିତ ପାବନ, ତୁମକୁ ଏବେ ବହୁତ ଶକ୍ତି ମିଳୁଛି ରାଜ୍ୟ କରିବା ପାଇଁ, ଯାହାକୁ କେହି ଜିତି ପାରିବେ ନାହିଁ। ତୁମେ କେତେ ସୁଖୀ ହେଉଛ, ତେଣୁ ଏହି ପାଠପଢ଼ା ପ୍ରତି କେତେ ଧ୍ୟାନ ଦେବା ଉଚିତ। ଆମକୁ ରାଜତ୍ୱ ମିଳୁଛି। ତୁମେ ଜାଣିଛ ଆମେ ଜଣକୁ କଣରୁ କଣ ନେଉଛୁ। ଭଗବାନ ବାଚ ନା। ମୁଁ ତୁମକୁ ରାଜଯୋଗ ଶିଖାଉଛି, ରାଜାମାନଙ୍କର ରାଜ କରାଉଛି। ଭଗବାନ କାହାକୁ କୁହାଯାଏ ଏକଥା ମଧ୍ୟ କାହାକୁ ଜଣା ନାହିଁ। ଆତ୍ମା ଡାକୁଛି, ହେ ବାବା ହେ। ତେବେ ଜାଣିବା ଦରକାର ନା ସିଏ କେବେ ଏବଂ କେମିତି ଆସିବେ। ମନୁଷ୍ୟ ହିଁ ତ ଡ୍ରାମାର ଆଦି ମଧ୍ୟ ଅନ୍ତ ଏବଂ ତାର ସମୟସୀମାକୁ ଜାଣିବା ଦରକାର ନା। ଜାଣିବା ଦ୍ୱାରା ତୁମେ ଦେବତା ହୋଇଯାଉଛ। ତୁମକୁ ଜ୍ଞାନ ସଦ୍ଗତି ନିମନ୍ତେ ମିଳୁଛି। ବର୍ତ୍ତମାନ ହେଉଛି କଳିଯୁଗର ଅନ୍ତିମ ସମୟ। ସମସ୍ତେ ଦୁର୍ଗତିରେ ଅଛନ୍ତି, ସତ୍ୟଯୁଗରେ ସଦ୍ଗତିରେ ଅଛନ୍ତି। ତେବେ ତୁମେ ଜାଣୁଛ ବାବା ଆସିଛନ୍ତି ସମସ୍ତଙ୍କର ସଦ୍ଗତି କରିବା ପାଇଁ, ସମସ୍ତଙ୍କୁ ଜାଗୃତ କରାଇଥାଏ। ଏଠାରେ କୌଣସି ସାଧି ବା ସମାଧି ନଥାଏ, କିନ୍ତୁ ଘୋର ଅନ୍ଧକାରରେ ପଡ଼ିଛନ୍ତି, ତାଙ୍କୁ ଜାଗୃତି କରିବା ପାଇଁ ଆସୁଛନ୍ତି। ଯେଉଁ ପିଲାମାନଙ୍କର ଘୋର ନିଦ୍ରାରୁ ଜାଗ୍ରତ ହୋଇପାରୁଛନ୍ତି, ତାଙ୍କ ଭିତରେ ବହୁତ ଖୁସି ରହିଛି। ଆମେ ଶିବ ବାବାଙ୍କର ସନ୍ତାନ ଅଟୁ। ଆମର କୌଣସି ପ୍ରକାରର ଚିନ୍ତା ନାହିଁ। ବାବା ଆମକୁ ବିଶ୍ୱର ମାଲିକ କରାଉଛନ୍ତି। ଏଥିରେ କାନ୍ଦିବାର କୌଣସି କଥା ନାହିଁ। ଏହା ହେଉଛି କାନ୍ଦିବାର ଦୁନିଆ, ତାହା ହେଲା ହର୍ଷିତ ରହିବାର ଦୁନିଆ। ସେମାନଙ୍କର ଦେବୀ ଦେବତାଙ୍କର ଚିତ୍ର ଦେଖ, କିପରି ଶୟନ ହର୍ଷିତ ମୁଖ ତିଆରି କରୁଛନ୍ତି। ସେହି ଚେହେରା ତ ଏଠାରେ ତିଆରି କରିପାରିବେ ନାହିଁ। ବୁଦ୍ଧି ଦ୍ୱାରା ବୁଝାଉଛନ୍ତି, ୟାଙ୍କ ପରି ଅବିକଳ ଚେହେରା ଦେଖିବାକୁ ମିଳୁଛି। ତୁମ ପିତା ତୁମ ମିଠା ମିଠା ସନ୍ତାନମାନଙ୍କୁ ଏବେ ସ୍ମୃତି ଆସୁଛି ଯେ ଭବିଷ୍ୟତରେ ଅମରପୁରୀରୁ ଆମେ ରାଜକୁମାରକୁ ହେବୁ। ଏହି ମୃତ୍ୟୁଲୋକକୁ ଏହି ପାଳଗଦା ଭଳି ସଂସାରକୁ ନିଆଁ ଲାଗିବାକୁ ଯାଉଛି। ସିଭିଲ ୱାର ଅର୍ଥାତ୍ ଗୃହଯୁଦ୍ଧରେ ମଧ୍ୟ ପରସ୍ପରକୁ କିପରି ମାରୁଛନ୍ତି, କାହାକୁ ମାରୁଛନ୍ତି ତାହା ମଧ୍ୟ ଜାଣିନଥାନ୍ତି। କାହାର ପରେ ଜୟକାର ହେବାର ଅଛି, ତୁମର ହିଁ ବିଜୟ ପ୍ରାପ୍ତ। ବାକି ହେଉଛି ସବୁକିଛି ବିନାଶ ହୋଇଯିବ। ରୁଦ୍ରମାଳାରେ ଗୁନ୍ଥା ହୋଇ ପୁଣି ବିଷମାଳାରେ ଗୁନ୍ଥା ହେବ। ଏବେ ନିଜ ଘରକୁ ଯିବା ପାଇଁ ତୁମେ
ପୁରୁଷାର୍ଥ କରୁଛ। ଭକ୍ତିର କେତେ ବିସ୍ତାର ରହିଛି। ଯେପରି ବୃକ୍ଷର ଅନେକ ପତ୍ର ଥାଏ, ସେହିପରି ଭକ୍ତି ମଧ୍ୟ ବିସ୍ତାରିତ ହୋଇ ରହିଥାଏ। ବୀଜ ହେଉଛି ଜ୍ଞାନ। ବୀଜ କେତେ ଛୋଟ। ବୀଜ ହେଲେ ବାବା। ଏହି ବୃକ୍ଷର ସ୍ଥାପନ, ପାଳନ ଏବଂ ବିନାଶ କିପରି ହେଉଛି, ଏକଥା ତୁମେ ଜାଣିଛ। ଏହା ଭିନ୍ନ ଭିନ୍ନ ଧର୍ମର ଓଲଟ ବୃକ୍ଷ ଅଟେ। ଦୁନିଆରେ ଏକ କଥା ଜଣେ ହେଲେ ଜାଣିନାହାନ୍ତି। ଏବେ ପିଲାମାନଙ୍କୁ ବାବାଙ୍କୁ ମନେ ପକାଇବାର ବହୁତ ମେହନତ କରିବାକୁ ହେବ, ତେବେ ଯାଇ ବିକର୍ମ ବିନାଶ ହେବ। ସେହି ଗୀତ ଶୁଣାଇବା ବାଲା ମଧ୍ୟ କହୁଛନ୍ତି ମନମନା ଭାବ। ସବୁ ଦେହର ଧର୍ମ ଛାଡ଼ି ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ। ମନୁଷ୍ୟ ଏହାର ଅର୍ଥ ବୁଝିପାରୁନାହିଁ। ସେସବୁ ହେଉଛି ଭକ୍ତି ମାର୍ଗ। ଏହା ହେଲା ଜ୍ଞାନ ମାର୍ଗ। ଏଠାରେ ରାଜଧାନୀ ସ୍ଥାପନ ହେଉଛି। ଏଥିରେ ଚିନ୍ତାର କୌଣସି କଥା ନାହିଁ। ଯିଏ ଟିକିଏ ବି ଜ୍ଞାନ ଶୁଣୁଛି ସିଏ ମଧ୍ୟ ପ୍ରଜାରେ ଆସିଯିବେ। ଜ୍ଞାନର ବିନାଶ ହୋଇନଥାଏ। ବାକି ଯେଉଁମାନେ ଯଥାର୍ଥ ଭାବରେ ଜାଣି ପୁରୁଷାର୍ଥ କରୁଛନ୍ତି ସେମାନେ ଉଚ୍ଚ ପଦ ପାଇବେ। ଏହା ଜ୍ଞାନ ବୁଦ୍ଧିରେ ଅଛି ନା। ଆମେ ନୂଆ ଦୁନିଆରେ ରାଜକୁମାର ହେବୁ। ବିଦ୍ୟାର୍ଥୀ ପରିଷଦରେ ପାସ୍ କଲେ ତାଙ୍କୁ କେତେ ଖୁସି ମିଳିଥାଏ। ତୁମକୁ ମଧ୍ୟ ହଜାର ଗୁଣ ଅଧିକ ଅତୀନ୍ଦ୍ରିୟ ସୁଖ ମିଳିବା ଉଚିତ। ଆମେ ସାରା ବିଶ୍ୱର ମାଲିକ ହେଉଛୁ। କୌଣସି କଥାରେ କେବେ ଈଷିତ, ଅନୁଭୂତ ବା ଅନୁଚିତ, ରୁଷିବା ଅନୁଚିତ। ବ୍ରହ୍ମାଙ୍କର ସହିତ ପଡ଼ୁନାହିଁ। ବାବାଙ୍କ ଉପରେ ରୁଷୁଛନ୍ତି। ଆରେ ତମେ ବାବାଙ୍କ ସହିତ ବୁଦ୍ଧିର ଯୋଗ ଲଗାଇବା ଦରକାର ନା। ତାଙ୍କୁ ତ ସ୍ନେହର ସହିତ ମନେ ପକାଅ। ବାବା ବାସ୍ ଆପଣଙ୍କୁ ହିଁ ମନେ ପକାଇ ବହୁ ଘରକୁ ମୁଁ ଘରକୁ ଯିବି। ଆଚ୍ଛା, ମିଠା ମିଠା ଶିକଲା ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର, କୌଣସି କଥାର ଚିନ୍ତା କରିବାର ନାହିଁ। ସର୍ବଦା ହର୍ଷିତ ହୋଇ ରହିବାର ଅଛି। ସ୍ମୃତିରେ ରଖୁ ଯେ ଆମେ ଶିବ ବାବାଙ୍କର ସନ୍ତାନ। ବାବା ଆମକୁ ବିଶ୍ୱ ମାଲିକ କରିବା ପାଇଁ ଆସିଛନ୍ତି। 2 ନମ୍ବର, ନିଜର ଅବସ୍ଥାକୁ ଏକ ରସ ଅର୍ଥାତ୍ ସ୍ଥିର ରହିବା ପାଇଁ ଦେହି ଅଭିମାନୀ ହେବାର ପୁରୁଷାର୍ଥ କରିବାକୁ ହେବ। ଏହି ପୁରୁଷାର୍ଥ ଘରଠାରୁ ମହତ୍ତ୍ୱ ତୁଟାଇ ଦେବାକୁ ହେବ। ଆଜିର ବରଦାନଟି ହେଲା ମାନବ ଶକ୍ତି ଦ୍ୱାରା ବୁଦ୍ଧିକୁ ଶକ୍ତିଶାଳୀ କରୁଥିବା ମାଷ୍ଟର ସର୍ବଶକ୍ତିମାନ ଭବ। ମାନବ ଶକ୍ତି ହିଁ ଦିବ୍ୟ ଶକ୍ତି ବା ଦିବ୍ୟ ବୁଦ୍ଧିର ଭଜନ ଅଟେ। ଭକ୍ତି ମାର୍ଗରେ ଭକ୍ତମାନେ ଯେପରି ନିଜର ଇଷ୍ଟଙ୍କୁ ସ୍ମରଣ କରିବାର ଅଭ୍ୟାସୀ ଅଟନ୍ତି, ସେହିପରି ଜ୍ଞାନ ମାର୍ଗରେ ମଧ୍ୟ ସ୍ମୃତି ଦ୍ୱାରା ଶକ୍ତି ପ୍ରାପ୍ତ ହୋଇଥାଏ। ତେଣୁ ଏହି ଶକ୍ତି ଦ୍ୱାରା ମାଷ୍ଟର ସର୍ବଶକ୍ତିମାନ ହୁଅ। ସେହିଦିନ ଅମୃତବେଳା ନିଜର ଗୋଟିଏ ଉପାଧିକୁ ବା ସମାନକୁ ସ୍ମୃତିରେ ଆଣ ଏବଂ ତାଙ୍କ ମଧ୍ୟରେ ମନନ ଚିନ୍ତନ କରୁଥିବା। ତା ଦ୍ୱାରା ତୁମର ବୁଦ୍ଧି ଶକ୍ତିଶାଳୀ ହୋଇଯିବ ଏବଂ ଶକ୍ତିଶାଳୀ ବୁଦ୍ଧି ଉପାୟରେ ମାୟାର ଆକ୍ରମଣ ହୋଇପାରିବ ନାହିଁ। ସେମାନେ କେତେ ବି ପରବଶ ହେଲେ ନାହିଁ। କାହିଁକି ନା ମାୟା ସର୍ବପ୍ରଥମେ ବ୍ୟର୍ଥ ସଂକଳ୍ପ ରୂପୀ ବାଣ ଦ୍ୱାରା ଦିବ୍ୟ ବୁଦ୍ଧିକୁ ହିଁ ଦୁର୍ବଳ କରିଥାଏ। ତେଣୁ ଏହି ଦୁର୍ବଳତା ଠାରୁ ମୁକ୍ତ ହେବାର ସାଧନ ହେଲା ମନନ ଶକ୍ତି। ଆଜିର ସ୍ଲୋଗାନଟି ହେଲା ଆଜ୍ଞାକାରୀ ପିଲାମାନେ ହିଁ ଆକର୍ଷଣ ବା ଆଶୀର୍ବାଦର ପ୍ରାପ୍ତ ଅଟନ୍ତି ଏବଂ ଆଶୀର୍ବାଦର ପ୍ରଭାବ ହିଁ ହୃଦୟକୁ ସର୍ବଦା ସନ୍ତୁଷ୍ଟ ରଖିଥାଏ। ଓମ୍ ଶାନ୍ତି।